ହେଉଛି ବାହାରିଲେ ବିଷ ମିଶେଇ ଦେବି ଶ୍ୱଶୁର ପୁଅ ସଫା ହେଇଯିବ। ଏତେ ସାହସ ସିଏ ଯାଉନେଇ ତାକୁ ଘୋଷାରିକି ନଉଛୁ। ଏ ତୋ ସାହସ ଆଇଲା କୋଉଠୁ ଆଇଲା କୋଉଠୁ? ଭଲ ଲାଗିବ ତମକୁ ଏ ନାଟକ ଭିତରେ ଆମେ ଦେଖୁଛୁ କି ରୋମାଣ୍ଟିକ ସିନ୍ ମଧ୍ୟ ଅଛି ଝଗଡା ମଧ୍ୟ ଟିକେ ରହିଛି ଇମୋସନାଲ ନାଟକରେ କଣ ଆକ୍ଚୁଆଲି ଅଛି ଏମିତି एक्चुअली गोटे जमती जेन्युइन स्टोरी जमती आसे सब परिवार बस देखिपारे नाटक बाकी जो मझे मझे ट्विस्ट अच्छी सब दर्शक देखते जाए ଏ ଟୁଇଷ୍ଟ ମଝିରେ ଆମେ ଦେଖୁଛୁ ଗୋଟେ ଗୀତଟିଏ ଭାରି ଭାଇରାଲ ହଉଛି ଗୀତ ଆଉ ଏ ନାଟକ ଭିତରେ ସାମଞ୍ଜସ୍ୟ କଣ ଅଛି? गीतटा आप ସେଇଟା ଏଇ ବର୍ଷ ସୂର୍ଯ୍ୟମଣି ଆଜି କଥା ହଉନ ନାଟକରେ ସାର୍ ଲାଷ୍ଟ କୁ ଗୋଟେ ଅଛି ଭଲ ସସ୍ପେନ୍ସ ଜିନିଷ ଅଛି। ନାଇଁ, ଆଗ ହିରୋଇନ କଥା ହବନି ତାପରେ ତମେ ରିବନ ଗୀତା ଗୀତ ଗାଇକି ମନେଇବ ନା କଣ? ବାସ୍ ସେଇ ଟାଇପ୍ ର କିଛି ଅଛି। ତାଦେହରେ ଆଉ ଗୋଟେ ଦେଖିବା ପାଇଁ ମିଳୁଛି ଆପଣ ପାୟଲଙ୍କ ସାଙ୍ଗରେ ଗୋଟେ ସୁନ୍ଦର ଗୋଟେ ଡ୍ୟାନ୍ସଟେ ଅଛି। ଆଉ କେମିତିକା ଲାଗିଲା ଆଗରୁ ତ ପ୍ରାୟ ଆପଣ ତାଙ୍କ ସାଙ୍ଗରେ ନେଗେଟିଭ ରୋଲ କରୁଥିଲେ ଆ ଦେହରେ କଣ ଅଛି ରିଆଲିଟି? ସେଠି ଆଣ୍ଟି କ୍ୟାରେକ୍ଟର ଗୋଟେ ଫାଷ୍ଟ ସୁଧୁରି ଯାଉଛନ୍ତି ଆପଣ। ସୁଧୁରୁଚି କି ଦିଟା ନାଟକ ଗୋଟେ ଭିଲିଆନ ଆଉ ଗୋଟେ ରାଗିଛି କି କଥା ହଉନ ଲୋକ ଏ ରାଗିଛ କି କଥା ହଉନ ଅଧିକ କାହିଁ ପସନ୍ଦ କରୁଛନ୍ତି ମାନେ କଣ ସାଇଡ ଭିତରେ କଣ ଦେଖେଇଲେ? ନାଇଁ ନାଇଁ ସେମିତି କିଛି ନାହିଁ ତାର ଭଲ ଅଛି ଯୋଉଟା କି ଯୁବପିଢି ମାନେ ଏବେକା ଜେନେରେସନ ମାନଙ୍କ ପାଇଁ ସେ ନାଟକଟା ବହୁତ ପୁରୁଣା ଲୋକ ଦେଖିଲେ ବି ପୁରୁଣା ଦର୍ଶକ ଦେଖିଲେ ଜେଞ୍ଜି ମାନେ ନାଟକ ଦେଖନ୍ତି ବୋଲି ଆପଣ ଟିକେ ରୋମାଣ୍ଟିକ ଟାଇଟଲ ଦେଲେ। ନାଇଁ ନାଇଁ ସେମିତି କିଛି ନାହିଁ ତା ବିଷୟରେ କଥା ହବ ସେମିତି ଟାଇଟଲ କଣ ଅଛି ବୋଲି ଆଶା ଅଛି। ନାଟକ ଭିତରେ ଆପଣ ଗୋଟେ ଜିକେ କହୁଛନ୍ତି ସେଇଠି ଏସିଆ ଆମ ଦେଶରେ କେତେ ଅଛି ଆପଣ ପାଠ ପଢେଇ ଦଉଛନ୍ତି ନା ଭିତରେ? ସେମିତି ନାହିଁ କିଛି ଗୋଟେ ହିରୋଇନ କି ଯେତେବେଳେ ଅଲଗା ପିଲାମାନେ ଟିକେ ଡିଷ୍ଟର୍ବ କରୁଛନ୍ତି ସେ ସମୟ ଯାଉଛି ତାଙ୍କୁ ଆପଣଙ୍କ ରିବନ ଗୀତା ଗୀତ ଯେତେବେଳେ ଚାଲୁଛି ଆମେ ଦେଖିଛୁ ତଳେ ମଧ୍ୟ ପିଲାମାନେ ନାଚ କରୁଛନ୍ତି ରିବନ ଗୀତା ଗୀତ ଏତେ ସକ୍ସେସ ହବା ଏବଂ 60,000 ଅଧିକ ଲୋକ ରିଲ୍ସ କରିବା ଏବଂ ସୋସାଇଟିରେ ଟ୍ରେଣ୍ଡ ସୃଷ୍ଟି ହବା କରୁଛନ୍ତି। ଚାଇନିଜ ନା ଲୋକ ଆପଣ 60,000 ଲୋକଙ୍କୁ ମୁଁ କହିବି ସମସ୍ତେ କମ୍ପଲସରି କରନ୍ତୁ ସମସ୍ତଙ୍କୁ ଗୀତଟା ଭଲ ଲାଗୁଥିବ ପ୍ରଥମ ରିବନ ଗୀତା ଗୀତ ଅପେକ୍ଷା ଦ୍ୱିତୀୟଟା ନା କଣ ସାଇଙ୍କ ଲୁକ୍ ପାଇଁ ନା ଗୀତ ପାଇଁ ନା କଣ ପାଇଁ? ଗୀତ ପାଇଁ ଗୀତ ପାଇଁ ସବୁଆଡେ ଚର୍ଚ୍ଚା ଯେ ସାଇ ତା ଦେହରେ ମାନେ ଗୀତ ବି ସାଇ ତା ଦେହରେ ବେଶୀ ଭାଇରାଲ ହେଇଯାଉଛି ବୋଲି। ନାଇଁ ସେମିତି ଗୀତଟା ବହୁତ ସୁନ୍ଦର ହେଇଛି। ରାଗିଛ କି କଥା ହଉନି ଗୋଟେ ପରେ ଗୋଟେ ବାରମ୍ବାର ସେ ବହିକୁ ମଧ୍ୟ ରିପିଟ କରାଯାଉଛି ବହିରେ ଏମିତି କଣ ଅଛି? ଫାଷ୍ଟ ଟୁ ଲାଷ୍ଟ ଭରପୁର ଏଣ୍ଟରଟେନମେଣ୍ଟ ହେବେ ତାପରେ ତାଙ୍କୁ ଫିଲ୍ ହଉଥିବ କମେଡି ଘରେ ଘର ଲୋକ ଆସି ନାଟକ ଦେଖିଲେ ବାପା ଆସିକି ଦେଖିଦେଇଛନ୍ତି ଆସିବ ଦେଖିବା ପାଇଁ ସେ ବାପା କୋଉ ନାଟକ ଭଲ କହିଲେ ଭିଲିଆନ ଟାକୁ ଭଲ କଲେ ରାଗିଛ କି କଥା ହଉନି ଭଲ କହିଲେ। ସାଇକୁ କୋଉଟା ଭଲ ଲାଗୁଛି? ମତେ ଦେଖନ୍ତୁ ଯଦି ମୋ ଏଇ ଯୋଉ 3 ବର୍ଷ ଯାତ୍ରା କ୍ୟାରିୟର କଥା କହିବି 7 ବର୍ଷ ଚାଲିଲା ଏଇ ଯୋଉ ଯାତ୍ରା କ୍ୟାରିୟରରେ ଏଇ ଟାଇପର ଯୋଉ ରାଗିଛନ୍ତି କଥା ନାଟକଟା ମୁଁ ଏଇ ଟାଇପର ପ୍ୟାଟର୍ନ ନାଟକ କେବେ କରିବି କ୍ୟାରେକ୍ଟର ଏଇଟା ଆଉ କି ଏତେ କାମ ଯେତିକି ସବୁ କାମ ଦିଆଯାଇଛି ସେତିକି କାମ ଆଗରୁ କରିନାହିଁ।